ନୈସର୍ଗିକ ଶୁଭଗ୍ରହ ବୃହସ୍ପତି 2 ଜୁନ୍ 2026ରେ ତାଙ୍କର ଉଚ୍ଚ ରାଶିରେ ଗୋଚର କରୁଛନ୍ତି। ତାଙ୍କର ଏହି ଉଚ୍ଚ ରାଶିରେ ଗୋଚର କରିବା ଦ୍ୱାରା ଯେତେ ସବୁ ମିଥୁନ ରାଶି ଏବଂ ଲଗ୍ନର ବ୍ୟକ୍ତିମାନେ ଅଛନ୍ତି ତାଙ୍କ ପାଇଁ କ'ଣ ସବୁ ଶୁଭ ଅଶୁଭ ଫଳ ପ୍ରଦାନ କରିବେ ସେହି ବିଷୟରେ ଆଜି ଆମେ ଏହି ଭିଡ଼ିଓରେ ଆଲୋଚନା କରିବା। ନମସ୍କାର, ମୁଁ ଶୁଭାଶିଷ ପୁଣ୍ଠା ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆମେ ଜାଣିବା କି 2 ଜୁନ୍ରୁ ନେଇକି 31 ଅକ୍ଟୋବର ଯାଏଁ ଯେତେ ସବୁ ମିଥୁନ ରାଶି ଏବଂ ଲଗ୍ନର ବ୍ୟକ୍ତିମାନେ ଅଛନ୍ତି ତାଙ୍କ ଉପରେ ବୃହସ୍ପତିଙ୍କର ଏହି ଉଚ୍ଚ ରାଶିରେ ଗୋଚର କ'ଣ ସବୁ ପ୍ରଭାବ ପକାଇବ ସେ ବିଷୟରେ ତ ଡିଟେଲ୍ସରେ ଆଲୋଚନା କରିବା। ତା ପୂର୍ବରୁ ସବୁଦିନ ଭଳି ଗୋଟେ ରିକ୍ୱେଷ୍ଟ କରିବାକୁ ଚାହିଁବି କି ଯେଉଁମାନେ ବି ଏଯାଏଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଦ୍ୱାରା କି ମୁଁ ଆଗକୁ ଯାହା ବି କିଛି ଭିଡ଼ିଓ ଦେବି ତା ନୋଟିଫିକେସନ୍ ଆପଣମାନଙ୍କୁ ଠିକ୍ ସମୟରେ ମିଳିଯିବ। ଏବଂ ଭିଡ଼ିଓ ଭଲ ଲାଗୁଥିଲେ ଭିଡ଼ିଓକୁ ହାଇପ୍ ମଧ୍ୟ ଦେଇପାରିବେ। ତା ସହିତ ଯଦି ଆମେ ମିଥୁନ ରାଶି ଏବଂ ଲଗ୍ନର ବ୍ୟକ୍ତିଙ୍କ କଥା କହିବା, ଏହି ଭିଡ଼ିଓ ଉଭୟ ମିଥୁନ ରାଶି ଏବଂ ମିଥୁନ ଲଗ୍ନର ବ୍ୟକ୍ତିମାନଙ୍କ ପାଇଁ ଅଟେ। ତ ଯଦି ତାଙ୍କ ବିଷୟରେ କଥା ହେବା ତାହେଲେ ତାଙ୍କ ପାଇଁ ବୃହସ୍ପତି ଦ୍ୱିତୀୟ ଭାବରେ ଗୋଚର କରିବେ 152 ଦିନ ଧରି। ତ ଏହି ଗୋଚର ଦ୍ୱାରା ଦେଖିବେ କି ଆପଣମାନଙ୍କ ରାୟ ଲୋକମାନେ ଶୁଣିବେ। ଯଦି ନିଜ ପରିବାର ଲୋକଙ୍କଠୁ ଦୂର ହେଇଯାଇଥିଲେ ତାହେଲେ ଜୁନ୍ ଜୁଲାଇ ଆଡ଼େ ନିକଟତା ବଢ଼ିବ। ତା ସହିତ ଆପଣମାନେ ଏହା ମଧ୍ୟ ଦେଖିବେ କି ଆପଣମାନଙ୍କର ବାଣୀରେ ପରିବର୍ତ୍ତନ ଆସିବ, ସ୍ୱଭାବରେ ଗମ୍ଭୀରତା ଆସିବ। ତା ସହିତ ଯେତେବେଳେ 14 ଜୁଲାଇରୁ ନେଇକି 14 ଅଗଷ୍ଟ ଯେତେବେଳେ ଗୁରୁ ଅସ୍ତ ହେବେ ସେତେବେଳେ ଆପଣଙ୍କ ପରିବାରରେ ବା ବନ୍ଧୁବାନ୍ଧବ କୁଟୁମ୍ବରେ ଯଦି କେହି ଅତି ବୁଢ଼ା ଲୋକ ଅଛନ୍ତି ତାହେଲେ ତାଙ୍କ ଶରୀର ଖରାପ ମାନେ ସ୍ୱାସ୍ଥ୍ୟ ଖରାପ ହେଇପାରେ କିମ୍ବା ସେ ମରି ମଧ୍ୟ ଯାଇପାରନ୍ତି, ତା'ର ମଧ୍ୟ ସମ୍ଭାବନା ରହିଛି। ତ ସେଥିପାଇଁ ଯିଏ ବି ଅଛନ୍ତି ତାଙ୍କର ବିଶେଷ ଧ୍ୟାନ ଆପଣମାନଙ୍କୁ ରଖିବାକୁ ପଡ଼ିବ। ଏହି ଯେଉଁ ସମୟ ଅବଧି ମୁଁ କହିଲି 14 ଜୁଲାଇରୁ ନେଇକି 14 ଅଗଷ୍ଟ ଯେତେବେଳେ ଗୁରୁ ଅସ୍ତ ହେବେ, ତା ସହିତ ଆପଣମାନେ ଏହି ଗୋଚର ସମୟରେ ମିଠା ଜିନିଷ ପ୍ରତି ବିଶେଷ ଆଗ୍ରହୀ ହେଇପାରନ୍ତି। ଆପଣଙ୍କର ଓଜନରେ ବୃଦ୍ଧି ଘଟିପାରେ, ସେଥିପାଇଁ ଖାଦ୍ୟପେୟ ପ୍ରତି ଧ୍ୟାନ ରଖିବେ। ଏବଂ ଯେଉଁମାନେ ଚାକିରିଆ ଅଛନ୍ତି ତାଙ୍କ ଦରମାରେ ବୃଦ୍ଧି ଘଟିବ। ତା ସହିତ 18 ଜୁନ୍ରୁ ନେଇକି 13 ଜୁଲାଇ ଯାଏଁ ଆପଣମାନେ ଦେଖିବେ କି ଆପଣଙ୍କର ଯଦି କୌଣସି କାମ ବନ୍ଦ ହେଇକି ପଡ଼ିଥିଲା ତାହା ଆଗକୁ ଗତି କରିବ ବା ଚାଲିବ। ଆଉ ଏପରି କିଛି ନିର୍ଣ୍ଣୟ ନିଆଯାଇପାରେ ଯାହାକି ଆପଣଙ୍କ ସପକ୍ଷରେ ଆସିବ। ତା ସହିତ ଆପଣମାନେ ଏହା ମଧ୍ୟ ଦେଖିବେ କି ଯେଉଁମାନେ ବ୍ୟାଙ୍କିଂ କ୍ଷେତ୍ରରେ ଅଛନ୍ତି, କୋଷାଦାର ଅଛନ୍ତି, କ୍ଲରିକାଲ୍ ଅଛନ୍ତି ବା ଖାସ୍ କରିକି ସରକାରୀ କର୍ମଚାରୀ ଅଛନ୍ତି ତାଙ୍କ ପାଇଁ ଏହି ଗୋଚର ଲାଭଦାୟୀ ରହିବ। 14 ଜୁଲାଇରୁ ନେଇକି 14 ଅଗଷ୍ଟ ଯେତେବେଳେ ଗୁରୁ ଅସ୍ତ ଅବସ୍ଥାରେ ଗୋଚର କରିବେ ସେତେବେଳେ ଆପଣମାନେ ଦେଖିବେ କି ଆପଣମାନେ ଧ୍ୟାନ ରଖିବାର ଅଛି କି ଧନ ସମ୍ବନ୍ଧୀ କୌଣସି ନିର୍ଣ୍ଣୟ ନେଲା କି ଭାବିଚିନ୍ତି ନିର୍ଣ୍ଣୟ ନିଅନ୍ତୁ। ସେୟାର ମାର୍କେଟରେ ଯଦି କିଛି ନିବେଶ କରୁଛନ୍ତି ତାହେଲେ ଭାବିଚିନ୍ତି କରନ୍ତୁ, ନହେଲେ କ୍ଷତି ହେବାର ସମ୍ଭାବନା ରହିଛି। ଏହି ସମୟରେ ବ୍ୟବସାୟୀମାନେ ସେଭିଂ ଉପରେ ବିଶେଷ ଧ୍ୟାନ ରଖନ୍ତୁ। ସୁନା ଚାନ୍ଦି ଏହିସବୁ ବେପାର କରୁଥିବା ଲୋକମାନଙ୍କ ପାଇଁ ଏହି ଗୋଚର ଭଲ ରହିଛି। ଯେଉଁ ବ୍ୟକ୍ତିମାନେ ପଇସା ସୁଧରେ ଲଗାଉଛନ୍ତି ତାଙ୍କ ପାଇଁ ମଧ୍ୟ ଭଲ ରହିଛି। ଏବଂ ଯେଉଁମାନେ ବିଦ୍ୟାର୍ଥୀ ଅଛନ୍ତି ତାଙ୍କ ପାଇଁ ବି ଭଲ ଅଛି। ସ୍ମରଣ ଶକ୍ତି ଆପଣଙ୍କର ବଢ଼ିବ, ଇଣ୍ଟରଭ୍ୟୁରେ ଭଲ ପ୍ରଦର୍ଶନ ଆପଣମାନେ କରିବେ। ତା ସହିତ ଯେଉଁମାନେ ପ୍ରେମ କରୁଛନ୍ତି ଯଦି ପ୍ରେମର ପରିପ୍ରକାଶ କରିପାରିନାହାନ୍ତି ତାହେଲେ କରିପାରିବେ। ଏବଂ ଆପଣଙ୍କ ପ୍ରେମକୁ ଯଦି ଘର ଲୋକ ସ୍ୱୀକୃତି ଦେଉନଥିଲେ ତାହେଲେ ସ୍ୱୀକୃତି ମଧ୍ୟ ଦେବେ। ତା ସହିତ ପଇସା ଯୋଗୁଁ ଯଦି କୌଣସି କାମ ବନ୍ଦ ପଡ଼ିକି ଥିଲା ତାହେଲେ ଏହି ଗୋଚର କାଳରେ ତାହା ହେବାକୁ ମଧ୍ୟ ଲାଗିବ। ତା ସହିତ ଆପଣମାନେ ଦେଖିବେ କି ଏହି ସମୟରେ ଆପଣମାନେ ଦେଖିବେ କି ଯେଉଁ ବୈବାହିକ ଜୀବନ ଆପଣଙ୍କର ଅଛି ସୁନ୍ଦର ହେବ। ତା ସହିତ ଯଦି କୌଣସି କାରଣ ହେତୁ ବିବାହିତ ପତି ବା ପତ୍ନୀ ଅଲଗା ରହୁଥିଲେ ଏକାଠି ଆସିପାରିବେ, ରହିପାରିବେ। ତା ସହିତ ଆପଣମାନେ ଏହା ମଧ୍ୟ ଦେଖିବେ କି ପଇସା ଯୋଗୁଁ ଯଦି କିଛି ବିବାଦ ଥିଲା ତାହା ଦୂର ମଧ୍ୟ ହେବ। ଏବଂ ଖାସ୍ କରିକି ଜୁଲାଇ ମିଡ୍ ଆଉ ଜୁଲାଇ ମଧ୍ୟ ଏବଂ ଅଗଷ୍ଟ ମଧ୍ୟ ଆଡ଼କୁ ଆପଣମାନଙ୍କ ଜିଭ, ତା ସହିତ ମୁହଁ, ଦାନ୍ତ ଏଇସବୁ ଗଳା, କଣ୍ଠ ଏଇସବୁଥିରେ କିଛି ସମସ୍ୟା, ଡାହାଣ ଆଖି ଏଇସବୁଥିରେ କିଛି ଅସୁବିଧା ଦେଖାଦେଇପାରେ। ଯଦି ଦେଖାଦେଉଛି ତାହେଲେ ଆପଣମାନେ ନିଶ୍ଚିନ୍ତ ରୂପେ ଡାକ୍ତରର ପରାମର୍ଶ ନିଅନ୍ତୁ ହେଳା ନ କରିକି।
ତା ସହିତ ଆପଣମାନେ ଏହି ଗୋଚର କାଳରେ ଆପଣଙ୍କୁ ଡାଇବେଟିସ୍ ବା ମଧୁମେହ ହେବାର ସମ୍ଭାବନା ରହିଛି। ସେଥିପାଇଁ ଆପଣମାନେ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଉଚିତ। ତା ସହିତ ଯଦି କୌଣସି ପଇସା ଫସିକି ଥିଲା ତାହେଲେ ଆପଣ ଫେରି ପାଇବେ। ତା ସହିତ 18 ଜୁନରୁ ନେଇକି 18 ଅଗଷ୍ଟ ମଧ୍ୟରେ ଆପଣମାନଙ୍କୁ ସ୍ଥିର ଧନ ପ୍ରାପ୍ତି ହେବ। ଗୋଟେ ଲମ୍ବା ଯୋଜନା ଉପରେ ଆପଣମାନେ କାମ କରିପାରନ୍ତି, ଆପଣଙ୍କ ପାଇଁ ଭଲ ରହିବ। ତା ସହିତ 19 ଅଗଷ୍ଟରୁ ନେଇକି 31 ଅକ୍ଟୋବର ଯାଏଁ ଆପଣମାନେ ନିଜ ବୁଦ୍ଧି ଦ୍ୱାରା ଧନ ତ କମେଇ ପାରିବେ, କିନ୍ତୁ ପାରିବାରିକ କଳହ ଦେଖିବାକୁ ମିଳିପାରେ, ପୈତୃକ ସମ୍ପତ୍ତିକୁ ନେଇକି ବିବାଦ ହେଇପାରେ। ତାପରେ ଯଦି ଆମେ ବୃହସ୍ପତିଙ୍କ ଦୃଷ୍ଟି କଥା କହିବା, ଏହି ଗୋଚରରେ ବୃହସ୍ପତି ରହିକି ଦୃଷ୍ଟି ଦ୍ୱାରା କ'ଣ ଫଳ ଦେବେ, ତାହେଲେ ବୃହସ୍ପତିଙ୍କର ପଞ୍ଚମ ଦୃଷ୍ଟି ଆପଣମାନଙ୍କର ଷଷ୍ଠ ଭାବରେ ପଡ଼ୁଥିବାରୁ ରୋଗ, ଋଣ, ଶତ୍ରୁ ଏମାନଙ୍କ ଠାରୁ ମୁକ୍ତି ପ୍ରଦାନ କରିବେ। ତା ସହିତ ଗୁରୁଙ୍କର ସପ୍ତମ ଦୃଷ୍ଟି ଆପଣମାନଙ୍କ ଅଷ୍ଟମ ଭାବରେ ପଡ଼ୁଥିବାରୁ ଆପଣମାନଙ୍କୁ ଗୁପ୍ତ ଧନ, ଶ୍ୱଶୁର ଘରୁ ଧନ ବା ଆୟୁରେ ବୃଦ୍ଧି ଘଟିପାରେ। ତା ସହିତ ଆପଣମାନଙ୍କର ଗୁରୁ ତାଙ୍କର ନବମ ଦୃଷ୍ଟି ଦ୍ୱାରା ବୃହସ୍ପତିଙ୍କର ନବମ ଦୃଷ୍ଟି ଦଶମ ଭାବରେ ପଡ଼ୁଥିବାରୁ ପିତା ତୁଲ୍ୟ ଲୋକଙ୍କର ଆଶୀର୍ବାଦ ମିଳିବ। ତାଙ୍କଠୁ ଖୁବ୍ ସହଯୋଗ ମଧ୍ୟ ଆପଣମାନେ ଏହି ଗୋଚର କାଳରେ ପ୍ରାପ୍ତ କରିପାରିବେ। ଏ ତ ଥିଲା ଯେତେ ସବୁ ମିଥୁନ ରାଶି ଏବଂ ଲଗ୍ନର ବ୍ୟକ୍ତିମାନେ ଅଛନ୍ତି ତାଙ୍କ ପାଇଁ ଗୁରୁଙ୍କର ଗୋଚର କିଭଳି ରହିବ। ଆଶା କରିବି କି ମୁଁ ଯାହା କହିଲି ଆପଣମାନେ ଠିକ୍ରେ ବୁଝିପାରିଥିବେ। ଆଉ ଯଦି ଭିଡ଼ିଓ ଭଲ ଲାଗିଛି ତାହେଲେ ନିହାତି ରୂପେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ତ ଜମା ବି ଭୁଲନ୍ତୁନି। ଆଜି ପାଇଁ ଏତିକି, ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର।